ଅଧା କଢ଼ା ପୋଲ ନେଲା ତିନି ଜୀବନ। ଗୁଗୁଲ ମ୍ୟାପ୍ର ବାଟ ହେଲା କାଳ। ଅଧା କଢ଼ା ପୋଲ ନେଲା ତିନି ଜୀବନ। ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। ଗୁଗଲ ମ୍ୟାପ୍ ଉପରେ ଭରସା କରି ଅକାଳରେ ଚାଲିଯାଇଛି ତିନି ଜୀବନ। ଗୁଗଲ ମ୍ୟାପ୍ର ବାଟରେ ଯାଇ ଏପରି ଏକ ନିର୍ମାଣାଧୀନ ପୋଲରୁ ଓଲଟି ଏକ କାର୍ ରାମଗଙ୍ଗା ନଦୀକୁ ଖସି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ 50 ଫୁଟ ତଳକୁ ନଦୀରେ ଖସି ପଡ଼ିଥିଲା କାର୍ଟି। ବିବେକ ଅମିତ ଓ ଅନ୍ୟ ଜଣେ ବ୍ୟକ୍ତି ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଗୁରୁଗ୍ରାମରୁ ବରେଲି ଯାଉଥିଲେ। ନେଭିଗେସନ୍ ପାଇଁ ଗୁଗଲ ମ୍ୟାପ୍ ଉପରେ ନିର୍ଭର କରି ସେମାନେ ଗାଡ଼ି ଅଜାଣତରେ ଏକ ଅଧନିର୍ମିତ ଫ୍ଲାଏଓଭର ନିକଟରେ ପହଞ୍ଚି ଯାଇଥିଲେ। ନିର୍ମାଣାଧୀନ ପୋଲ ବିଷୟରେ ଜାଣି ନ ପାରି 50 ଫୁଟ ତଳକୁ ନଦୀକୁ ଖସି ପଡ଼ିଥିଲେ। ଏକଥା ପରଦିନ ଅର୍ଥାତ୍ ରବିବାର ସକାଳେ ସ୍ଥାନୀୟ ଲୋକେ କାର୍ର ଭଗ୍ନାବଶେଷ ଓ ମୃତଦେହକୁ ନଦୀ କୂଳରେ ଦେଖିବା ପରେ ଏହି ଅଘଟଣ ସାମ୍ନାକୁ ଆସିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଘଟଣାଟି ଗତ 23 ତାରିଖ ଶନିବାର ଦିନ ଘଟିଥିଲା। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।